ଶୁଣିଥିଲି ଢେଙ୍କାନାଳ ବରା ମାନେ ଫେମସ୍ କରୁଛି, ହେଲେ ମୋତେ ଏତେ ବାଗ ଲାଗିଲାନି। ହୁଏତ ଅଲଗା କେଉଁଠି ଭଲ ଲାଗିପାରେ, ହେଲେ ମୁଁ ଯେଉଁଠି ଖାଇଲି କେଉଁଟା ଆଗରେ ବେକାର ହେଲା, ଟୋଟାଲି ବାଗ ହେଲାନି। କୁହୁଡ଼ି ଏତେ ଯେ ବାହାରେ ଦେଖାଯାଉନି କିଛି, ହେଲେ କଷ୍ଟମରଙ୍କୁ ବି ଜଲ୍ଦି ପହଞ୍ଚିବାର ଅଛି। ତ ସେ ଟାଇମ୍ ଦେଇଥିଲେ 7ଟା। ହ୍ୟାଲୋ, ହାଇ, ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି ସମସ୍ତେ? ଆଜି ୱିକଲି ଚ୍ୟାଲେଞ୍ଜର ସେକେଣ୍ଡ ଦିନ। ଆଉ ବର୍ତ୍ତମାନ ଟାଇମ୍ ହେଲାଣି ଆପଣଙ୍କ 7ଟା 30। ସକାଳ ସକାଳ ଆଜି ଗୋଟେ ପ୍ରାଇଭେଟ୍ ବଳାଟା ଅଛି, କାମାକ୍ଷାନଗର ଯିବା ଆସିବା ଅଛି। ତ କଷ୍ଟମର ଟାଇମ୍ ଦେଇଥିଲେ 7ଟା। ମୁଁ 7ଟାରେ ଆସି ପହଞ୍ଚିଗଲି ଯେ ସେମାନେ ଏଯାଏଁ ରେଡ଼ି ହେଇନାହାନ୍ତି। ବାହାରେ କୁହୁଡ଼ି ପ୍ରବଳ, ଦେଖିପାରୁଥିବେ। ଟିକେ ଲେଟ୍ରେ ବାହାରିଲେ ଭଲ। ଏଇ ଚାରିଆଡ଼େ ଦେଖନ୍ତୁ, ପୁରା ରାସ୍ତାରେ ମାନେ ବର୍ଷା ହେଲା ଭଳିଆ କୁହୁଡ଼ିରେ ଭିଜିଗଲାଣି ପୁରା। ତ ଟିକେ ଲେଟ୍ରେ ବାହାରିଲେ ବି ଭଲ। ମୁଁ ବର୍ତ୍ତମାନ ଟ୍ରିପ୍କୁ କରିଦେବି 0। ଟ୍ରିପ୍କୁ କରିଦେଲି 0। ଷ୍ଟାର୍ଟ କରିବି ଆଜିର ଜର୍ଣ୍ଣି। କଷ୍ଟମର କହିଛନ୍ତି 10 ମିନିଟ୍ ଭିତରେ ପହଞ୍ଚିବେ ବୋଲିକି, ତ ମୁଁ ୱେଟ୍ କରିଛି ତାଙ୍କ ଘର ପାଖରେ। ତାଙ୍କୁ ନେଇକି ଯିବାର ଅଛି କାମାକ୍ଷାନଗର। କାମାକ୍ଷାନଗରରେ ତାଙ୍କର କେଉଁ କାମ ଅଛି, ପର୍ସନାଲ୍ କାମ, 1-2 ଘଣ୍ଟାର ସେ କାମ ସାରିକି ପୁଣି ରିଟର୍ଣ୍ଣ କରିବେ। ତ ଚାଲନ୍ତୁ ଆଉ ଦେଇ ନକରି ଆଜିର ଭିଡ଼ିଓଟି ଏଇଠି ଷ୍ଟାର୍ଟ କରିବା। ଆପଣ ଜାଣିଛନ୍ତି ମୁଁ ୱିକଲି ଚ୍ୟାଲେଞ୍ଜ ନେଇଛି, ଯେମିତି ମାନେ ଏଇ ୱିକରେ ଟଙ୍କା 15,000 କରିବାର ଅଛି। ତ କାଲି ହେଇଥିଲା ମୋର 3,070 ଟଙ୍କା। ତ ଆଜି ପ୍ରାଇଭେଟ୍ ବଳାଟା ଅଛି, କଷ୍ଟମର ଟଙ୍କା 3,000 କହିଛି ମୁଁ। ତା ଦେହରେ 100-200 ବି କାଟିଦେଲେ ଟଙ୍କା 2800 ହେବ। ଆଶା କରୁଛି ସଞ୍ଜ 6ଟା ପୂର୍ବରୁ ପହଞ୍ଚିଯିବି। ସେମାନେ ଯେତେ ବି ଲେଟ୍ କରନ୍ତୁ, ଯାହା କରନ୍ତୁ, ଭଲ ମନ୍ଦ, ସଞ୍ଜ 6ଟା ପୂର୍ବରୁ ଯଦି ପହଞ୍ଚିଯାଏ, ସେପଟେ ସଞ୍ଜ ବେଳକୁ ଆଉ 2-4 ଘଣ୍ଟା ଲଗ୍ଇନ୍ କରିଦେବି। ସେଇଠି ଯଦି 500-700 ବାହାରିଗଲା, ତ କାଲିର ଯେଉଁ ଟିକେ କମ୍ ଥିଲା ସେଇଟା ଆଜି ମେକଅପ୍ ହେଇଯିବ। ରାସ୍ତାରେ କୁହୁଡ଼ି ଏତେ ଯେ ମାନେ ସେଇ ସକାଶେ ଲେଟ୍ ହେଲା। ଆପଣଙ୍କ 120 କିଲୋମିଟର, ସେଇ ମ୍ୟାକ୍ସିମମ୍ 3 ଘଣ୍ଟା ଲାଗିବା କଥା, ସେଇଠି 3 ଘଣ୍ଟା 15 ମିନିଟ୍ ଲାଗିଲା। ତା ଛଡ଼ା ରାସ୍ତା କାମ ହେଉଥିଲା 2-3 ଜାଗାରେ। ଆଉ କୁହୁଡ଼ି ଏତେ ଦେଖି ହେଲାନି, ଗାଡ଼ି ଧୀରେ ଧୀରେ ଆସିଲେ। ଆସିକି ଫାଇନାଲ୍ ଏବେ କଷ୍ଟମରଙ୍କୁ ଛାଡ଼ିଲି, ତାଙ୍କର କୋର୍ଟରେ କ'ଣ କାମ ଥିଲା। ମୁଁ ବର୍ତ୍ତମାନ ତାଙ୍କୁ କୋର୍ଟରେ ଡ୍ରପ୍ କରିକି ବସିଛି। ଦେଖାଯାଉ ସେମାନେ କାମ ସାରି କେତେବେଳେ ଆସୁଛନ୍ତି। ରିଟର୍ଣ୍ଣ କରିବା ଭୁବନେଶ୍ୱର କହିଛନ୍ତି, 1-1.5 ଘଣ୍ଟା ଭିତରେ କାମ ହେଇଯିବ। ହେଲେ 1.5 ଘଣ୍ଟା କହିଛନ୍ତି ମାନେ ଆଉ 2 ଘଣ୍ଟାଟା ଆଡ଼୍ କରନ୍ତୁ, 2.5 ଘଣ୍ଟା। ଯେତେ ଜଲ୍ଦି ସରିଯିବ ସେତେବେଳେ ରିଟର୍ଣ୍ଣ କରିବା। ଯଦି ସଞ୍ଜ ଭିତରେ ପହଞ୍ଚିଲି ତାହେଲେ ରାତିରେ ଯାହେଲେ ଲଗ୍ଇନ୍ କରିବି। ଆଉ ଯଦି ଲେଟ୍ ହେଲା, 7ଟା-8ଟା ହେଲା, ତାହେଲେ ଆଜି ଆଉ ଲଗ୍ଇନ୍ କରିବିନି। ଲଙ୍ଗରେ ଆସି ଆଜି ଭାବୁଛି ମୁଁ ମାନେ ଫାଇଦାରେ ଅଛି, କାହିଁକିନା ଆଜି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି जी ଆସୁଛନ୍ତି। ତ ସେଇ ସକାଶେ ଟ୍ରାଫିକ୍ କଟକଣା ବହୁତ ସାରା ରୁଟ୍ ବନ୍ଦ ହେଇଛି। ଆଉ ଅଲଗା ଯେଉଁ ସବୁ ରୁଟ୍ ଖାଲି ହେଇଛି, ମାନେ ପ୍ରବଳ ଜାମ୍ ହେଉଥିବ, ତ ବେପାର କରିବା ବହୁତ କଷ୍ଟ ହେଇଯାଇଥାନ୍ତା। ସେଇ ହିସାବରେ ମୁଁ ଯାହା ଭାବୁଛି ଆଜି ମୁଁ ଲଙ୍ଗରେ ଆସି ବହୁତ ଫାଇଦାରେ ଅଛି। ଦେଖାଯାଉ। କଷ୍ଟମର ଯାଇଛନ୍ତି କୋର୍ଟ ଭିତରେ ଯେ ଏଯାଏ ତାଙ୍କର କାମ ସରିନି। କାମ ସରିବ ମାନେ କୋର୍ଟରେ କେତେ ସମୟ ଲାଗିବ ତା ଠିକ୍ ନାହିଁ। ଭୋକ ଲାଗିଲାଣି, ଯାଉଛି ଟିକେ ଖାଇବାକୁ। ପିଆଜି ଆଳୁଚପ୍ ଖାଇଦେବା ଆଉ କ'ଣ। ଭାଇଙ୍କଠୁ ନେଲି ଦହିବରା ନାହିଁ, ସରିଗଲାଣି। ଖାଲି ଯାହା ବରା ପିଆଜି ଅଛି ଖାଇବା, ଆଉ କ'ଣ କରିବା। ଢେଙ୍କାନାଳ ବରା ମାନେ ଫେମସ୍ କରୁଛି, ହେଲେ ମୋତେ ଏତେ ବାଗ ଲାଗିଲାନି। ହୁଏତ ଅଲଗା କେଉଁଠି ଭଲ ଲାଗିପାରେ, ହେଲେ ମୁଁ ଯେଉଁଠି ଖାଇଲି କେଉଁଟା ଆଗରେ ବେକାର ହେଲା, ଟୋଟାଲି ବାଗ ହେଲାନି। କାମ ସରିଗଲାଣି ବର୍ତ୍ତମାନ। ସେ ଫୋନ୍ କଲେ ମୁଁ ଯିବି ତାଙ୍କୁ ପିକଅପ୍ କରିକି ନେଇକି ଯିବି ପୁଣି ଭୁବନେଶ୍ୱର। 2 ଘଣ୍ଟା ପାଖାପାଖି ଟାଇମ୍ ଲଗେଇଛନ୍ତି। ଆଉ କ'ଣ ଏମିତିରେ ବି ହୁଏ, ମାନେ ରାଉଣ୍ଡ ଟ୍ରିପ୍ ଆସିଲେ ଯେତେବେଳେ ସେମାନେ କହିବେ ଘଣ୍ଟାଟା, ମାନେ 2 ଘଣ୍ଟା, 2.5 ଘଣ୍ଟା, 3 ଘଣ୍ଟା ବି ଲାଗିଯାଏ। ଫାଇନାଲି କଷ୍ଟମରକୁ ନେଇକି ପୁଣି ତାଙ୍କ ଘରେ ଡ୍ରପ୍ କରିଦେଲି। ଟଙ୍କା 3,000 କହିଥିଲି ମୁଁ, ସେ 2900 ଟଙ୍କା ଦେଇଛନ୍ତି। ଏମିତି ବି ଟୋଟାଲ୍ ରନିଂ ହେଇଛି ମୋର
देखिए 233 किलोमीटर टोटाल रनिंग 233 किलोमीटर जनाशुना लोक सी जदि टंका 2600 भी देता किसी असुविधा नाला जे कही टंका 3000 मोबाइल टंका 200 कटिकी दे से 100 टका काटिकी देला तो बर्तमान सुधा अर्निंग होती मोर 2900 तादर सीएनजी जाइए मोर से मैक्सिमम गले 700 टका सीएनजी जाइए मैंने 2200 टका अर्निंग है मुझे पर फ्रेश फ्रेश पुणी लॉगिन करी जहाँ भी अर्निंग चैलेंज मैंने जहाँ भी लॉगिन करी गोटे दुईटा बुकिंग हेले भी करी टंका 500-700 करी जाकि मैंने घर को फेरबी देखा जाऊ केते कौन अर्निंग होची आज वीडियो संपूर्ण देखो लास्ट जाए आप जापर केते कौन अर्निंग है। तो फाइनाली एवं गाड़ी रखिकी जाऊँगी मु घरे टोटाल 4टा बुकिंग है उबेर टाइम है 11:30 750 टका अर्निंग है तो सी होता 2900 सॉरी हाँ सी होता 2900 ये 750 तो ठीक ठाक अच्छे आज देखिए काली पुणी कौन हो तो आपको भल लगे जो मैंने नुआ कर चैनल के देखुं दरकारी चैनल को सब्सक्राइब कर दिंतु लाइक शेयर कमेंट करे को जमारे भूलिए आगर को वीडियो आप देखा पाइबे रही नमस्कार जय जगन्नाथ।